କୁଚିଣ୍ଡା ଅନ୍ତର୍ଗତ ବକ୍ସମା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତିବନ୍ଧୁ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସାଂସଦଙ୍କ ପ୍ରତିନିଧି ରୁଦ୍ରପ୍ରତାପ ଦେଓ ଓ ଉଦ୍ୟାନ ବିଭାଗ ଅବସରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର କୁମାର ଦାସ, ପୂର୍ବତନ ସମିତି ସଭ୍ୟ ସଞ୍ଜୀବ ସାହୁ, ଯୁବନେତା ହେମେନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ପରିଡ଼ା ସଭାପତିତ୍ୱ କରିଥିଲେ। ଅତିଥିଗଣ ତାଙ୍କ ଭାଷଣରେ ପୃଥିବୀ ମାତାଙ୍କ ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀଗଣ ନିଜ ସ୍କୁଲ ଓ ଗାଁକୁ ସବୁଜ ସୁନ୍ଦର କରିବା ପାଇଁ ନିଜ ନିଜ ଜନ୍ମଦିନରେ ବୃକ୍ଷରୋପଣ କରିବାକୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଶପଥ ପାଠ କରାଇଥିଲେ। ଶେଷରେ ସଂସ୍କୃତ ଶିକ୍ଷୟିତ୍ରୀ ମମତା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଅତିଥିଗଣ ଶିକ୍ଷା ଓ ଶିକ୍ଷୟିତ୍ରୀ ତଥା ସାହିତ୍ୟଘର ସଭ୍ୟ ସୁବୋଧ କୁମାର ନାୟକ, ନୀଲୁ କୁମାର ପରିଡ଼ା ଆଦିଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ପ୍ରତ୍ୟେକ ଗୋଟିଏ ଫଳ ଚାରା ରୋପଣ କରିଥିଲେ।